ଓଡ଼ିଆ ନେଟ୍ ଏକ୍ସପର୍ଟସ୍ ୟୁଟ୍ୟୁବ ଚ୍ୟାନେଲର ଅନ୍ୟ ଏକ ନୂଆ ଭିଡିଓକୁ ଆପଣମାନଙ୍କୁ ସ୍ୱାଗତ। ଆମେ ଆଲୋଚନା କରୁଛେ 30 ଗୋଟି ପ୍ରଶ୍ନ ଉତ୍ତର। ଆସନ୍ତୁ ଆଜି ମଧ୍ୟ ଆଲୋଚନା କରିବା ଅଭିମନ୍ୟୁ ସାମନ୍ତସିଂହାର ଓ ବିଦଗ୍ଧ ଚିନ୍ତାମଣି ସମ୍ପର୍କରେ 30 ଗୋଟି ପ୍ରଶ୍ନ ଉତ୍ତର। ତା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଭିଡିଓ ଭଲ ଲାଗୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରିଦିଅନ୍ତୁ ଭିଡିଓକୁ ଏବଂ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରନ୍ତୁ। ଭିଡିଓ ପାଇବାକୁ ଚାହୁଁଥିଲେ ଓଡ଼ିଆ ନେଟ୍ ଏକ୍ସପର୍ଟସ୍ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଧନ୍ୟବାଦ। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଆଧୁନିକ ଯାଜପୁର ଜିଲ୍ଲାର ବାଲିଆରେ ଜନ୍ମଗ୍ରହଣ କରିଥିଲେ। ହେଲେ ଅଭିମନ୍ୟୁ ସାମନ୍ତସିଂହାର ଆଧୁନିକ ଯାଜପୁର ଜିଲ୍ଲାର ବାଲିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଇନ୍ଦ୍ରଜିତ ସାମନ୍ତସିଂହାର। ତାଙ୍କ ପିତା ଥିଲେ ଇନ୍ଦ୍ରଜିତ ସାମନ୍ତସିଂହାର ଓ ମାତା ତୁଳସୀ ଦେବୀ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ମା ଥିଲେ ତୁଳସୀ। ଅଭିମନ୍ୟୁ ବାଲ୍ୟକାଳରୁ ବାଘ ଗୀତ, ଚଢେଇ ଗୀତ, କଲେ ହୁଁଟି ପରି କେତୋଟି ଗୀତ ଲେଖିଥିଲେ। ପିଲାବେଳୁ ସ୍କୁଲରେ ଯେତେବେଳେ ପାଠ ପଢୁଥିଲେ ସେତେବେଳେ ଅଭିମନ୍ୟୁ ସାମନ୍ତସିଂହାର ଚଢେଇ ଗୀତ, ବାଘ ଗୀତ, କଲେ ହୁଁଟି ଏପରି ଅନେକ ଗୀତ ସେ ଲେଖିଥିଲେ। ପରେ ତାଙ୍କ ଗୁରୁ ବୈଷ୍ଣବ କବି, ହେଲେ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଗୁରୁ କିଏ? ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମ। ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଦ୍ୱାରା ପ୍ରଭାବିତ ହୋଇ ଭକ୍ତି ରସସିକ୍ତ କବିତାମାନ ରଚନା କରିଥିଲେ। ଅଭିମନ୍ୟୁ ସାମନ୍ତସିଂହାର ଗୁରୁ ବୈଷ୍ଣବ କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମଙ୍କ ଦ୍ୱାରା ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ସେ କବିତାମାନ ରଚନା କରିଥିଲେ। ତାଙ୍କ ସୃଷ୍ଟି ଗୁଡିକ ମଧ୍ୟରେ ସୁଲକ୍ଷଣା, ପ୍ରେମ କଳା, ରସବତୀ, ପ୍ରେମ ଚିନ୍ତାମଣି, ବିଦଗ୍ଧ ଚିନ୍ତାମଣି ପ୍ରଧାନ। ଏଗୁଡିକ ହେଉଛି ଅଭିମନ୍ୟୁ ସାମନ୍ତସିଂହାରଙ୍କର ପ୍ରଧାନ ସୃଷ୍ଟି ଗୁଡିକ। ଅଭିମନ୍ୟୁ ସାମନ୍ତସିଂହାର ଚୈତନ୍ୟ ପ୍ରଚାରିତ ସୁଧାଭକ୍ତି ମାର୍ଗୀ ବୈଷ୍ଣବ କବି। ହେଲେ ଶ୍ରୀ ଚୈତନ୍ୟ ଯେଉଁ ପ୍ରଚାର କରିଥିଲେ ସୁଧାଭକ୍ତି ମାର୍ଗ, ସେ ମାର୍ଗୀର କବି ଥିଲେ ବା ବୈଷ୍ଣବ କବି ଥିଲେ କିଏ? ଅଭିମନ୍ୟୁ ସାମନ୍ତସିଂହାର। ତାଙ୍କ କାବ୍ୟ ମାନଙ୍କରେ ରାଗାନୁଗା ଭକ୍ତି ତତ୍ତ୍ୱ, ରାଧାକୃଷ୍ଣଙ୍କୁ କେନ୍ଦ୍ର କରି ବର୍ଣ୍ଣିତ। ତାଙ୍କ କାବ୍ୟ ଗୁଡିକ ତାହେଲେ କଣ? ରାଧାକୃଷ୍ଣଙ୍କୁ କେନ୍ଦ୍ର କରି ବର୍ଣ୍ଣିତ। ପ୍ରୀତି ଯୁଗର ସେ ଜଣେ ସିଦ୍ଧହସ୍ତ ସାରସ୍ୱତ ବିନ୍ଧାଣୀ। ପ୍ରୀତି ଯୁଗର ସେ ଜଣେ ଅନନ୍ୟ। ଆଗକୁ ଯିବା। ତାଙ୍କ କୃତି ଗୁଡିକ ମଧ୍ୟରୁ ବିଦଗ୍ଧ ଚିନ୍ତାମଣି, ବିଦଗ୍ଧ ଚିନ୍ତାମଣି ତାଙ୍କର ଶ୍ରେଷ୍ଠ ରଚନା। ଏହି କାବ୍ୟଟି ରାଧାକୃଷ୍ଣ ଲୀଳାକୁ ଜୀବ୍ୟ କରି ରଚନା କରାଯାଇଛି। ରାଧାକୃଷ୍ଣଙ୍କୁ ଉପଜୀବ୍ୟ କରି ରଚନା କରାଯାଇଛି। ଏହି କାବ୍ୟର ଛାନ୍ଦ ସଂଖ୍ୟା କେତେ? 96। ମନେ ରଖିବେ, ବିଦଗ୍ଧ ଚିନ୍ତାମଣି କାବ୍ୟର ଛାନ୍ଦ ସଂଖ୍ୟା କେତେ? 96। ଏହା ସମଗ୍ର ଓଡ଼ିଆ ସାହିତ୍ୟର ଏକ ଅମଳିନ କୃତି। ଆସନ୍ତୁ ଆଜିର ପ୍ରଥମ ପ୍ରଶ୍ନ। ଅଭିମନ୍ୟୁ ସାମନ୍ତସିଂହାର କେବେ ଜନ୍ମଗ୍ରହଣ କରିଥିଲେ? ଅଭିମନ୍ୟୁ ସାମନ୍ତସିଂହାର କେବେ ଜନ୍ମଗ୍ରହଣ କରିଥିଲେ? 1757ରେ ଅଭିମନ୍ୟୁ ସାମନ୍ତସିଂହାର ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ। ଅଭିମନ୍ୟୁଙ୍କ ପିତାଙ୍କ ନାମ କଣ? ଏହା ତ ଆପଣ ମାନେ ଜାଣିଥିବେ, ଆମେ ଟିକେ ପୂର୍ବରୁ ଆଲୋଚନା ମଧ୍ୟ କଲେ। ଅଭିମନ୍ୟୁଙ୍କ ପିତାଙ୍କ ନାମ କଣ? ସି ହବ ଏହାର ଉତ୍ତର। ଇନ୍ଦ୍ରଜିତ ସାମନ୍ତସିଂହାର ହେଉଛନ୍ତି ଅଭିମନ୍ୟୁ ସାମନ୍ତସିଂହାରଙ୍କ ବାପା। ପରବର୍ତ୍ତୀ ପ୍ରଶ୍ନ।
ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଶିକ୍ଷା ଦୀକ୍ଷା ଗୁରୁଙ୍କ ଏ କ୍ୱେଶ୍ଚନର ଉତ୍ତର ମଧ୍ୟ ଆପଣ ମାନେ ଜାଣିଥିବେ। ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ଶିକ୍ଷା ଦୀକ୍ଷା ଗୁରୁଙ୍କ ନାମ ହେଉଛି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମ। ବି ହବ ଏହାର ପରବର୍ତ୍ତୀ ପ୍ରଶ୍ନ 4 ନମ୍ବର ପ୍ରଶ୍ନ କେଉଁଠି ଅଭିମନ୍ୟୁଙ୍କ ରଚନା ନୁହେଁ? କେଉଁଠି ଅଭିମନ୍ୟୁଙ୍କ ରଚନା? ବିଧୁତ ମାଧବ ଅଭିମନ୍ୟୁଙ୍କ ରଚନା। ପରବର୍ତ୍ତୀ ପ୍ରଶ୍ନ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମସ୍ଥାନ କେଉଁଠି? କଣ ହବ ଏହାର ଉତ୍ତର? ବଲିଆ। ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମସ୍ଥାନ ବଲିଆ। ପରବର୍ତ୍ତୀ ପ୍ରଶ୍ନ ଅଭିମନ୍ୟୁଙ୍କ ପିତା ମୃତ୍ୟୁବରଣ କରିବା ପରେ ଘରର ଯାବତୀୟ ଦାୟିତ୍ୱ ସୁରଥଙ୍କୁ ପ୍ରଦାନ କରି କେଉଁ କାର୍ଯ୍ୟରେ ଲିପ୍ତ? ଅଭିମନ୍ୟୁ ଯେତେବେଳେ ମୃତ୍ୟୁବରଣ କରିବା ପରେ ସେ ଘରର ଯାବତୀୟ ଦାୟିତ୍ୱ ସୁରଥଙ୍କୁ ପ୍ରଦାନ କରି କେଉଁ କାର୍ଯ୍ୟରେ ଲିପ୍ତ ଥିଲେ? 6 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ରାଧାମୋହନଙ୍କ ଲୀଳା ଆଲୋଚନା କାର୍ଯ୍ୟରେ ଲିପ୍ତ ଥିଲେ। ପରବର୍ତ୍ତୀ ପ୍ରଶ୍ନ କେଉଁଠି ଅଭିମନ୍ୟୁଙ୍କ ବାଲ୍ୟକାଳର ରଚନା? କେଉଁଠି ଅଭିମନ୍ୟୁଙ୍କ ବାଲ୍ୟକାଳର ରଚନା? ହେଲେ 7 ନମ୍ବର ପ୍ରଶ୍ନର ଉତ୍ତର ଆପଣ ମାନେ ଜାଣିଥିବେ ଚଢେଇ ଗୀତ। ଚଢେଇ ଗୀତ ସେ ବାଲ୍ୟକାଳରେ ରଚନା କରିଥିଲେ। ପରବର୍ତ୍ତୀ ପ୍ରଶ୍ନ କେଉଁ କାବ୍ୟଟି ଅଭିମନ୍ୟୁଙ୍କର ଏକ ରଚନା ନୁହେଁ? 4ଟି ଅପସନ ମଧ୍ୟରୁ କେଉଁଟି ଅଭିମନ୍ୟୁଙ୍କର ରଚନା ନୁହେଁ? 8 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଏ ପ୍ରେମକଳା ଅଭିମନ୍ୟୁ ସାମନ୍ତ ସିଂହାର ସୁଲକ୍ଷଣା ବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଆଉ ବିଦଗ୍ଧ ଚିନ୍ତାମଣି ମଧ୍ୟ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ। ଏ କଥା ତ ଆପଣ ମାନେ ଜାଣିଥିବେ। ଆଉ କୋଉଟା ନୁହେଁ? ପ୍ରେମ ପଞ୍ଚାମୃତ ଏଇଟା ହଉଛି ଭୂପତି ପଣ୍ଡିତଙ୍କର। ପରବର୍ତ୍ତୀ ପ୍ରଶ୍ନ ବିଦଗ୍ଧ ଚିନ୍ତାମଣି ଗ୍ରନ୍ଥ ଆରମ୍ଭରେ କବି କେଉଁ ଦେବତାଙ୍କୁ ବନ୍ଦନା କରିଛନ୍ତି? ବିଦଗ୍ଧ ଚିନ୍ତାମଣି ଗ୍ରନ୍ଥର ଆରମ୍ଭରେ କବି କେଉଁ ଦେବତାଙ୍କ ବନ୍ଦନା କରିଛନ୍ତି? 9 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ରାଧା କୃଷ୍ଣ। କାହାକୁ ବନ୍ଦନା କରିଛନ୍ତି? ରାଧା କୃଷ୍ଣଙ୍କୁ ବନ୍ଦନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଗକୁ ଯିବା। ରାଧାକୃଷ୍ଣଙ୍କ ବୃନ୍ଦାବନ ଲୀଳାକୁ କେନ୍ଦ୍ର କରି କେଉଁ କାବ୍ୟଟି ରଚିତ? ରାଧାକୃଷ୍ଣଙ୍କ ବୃନ୍ଦାବନ ଲୀଳାକୁ କେନ୍ଦ୍ର କରି କେଉଁ କାବ୍ୟଟି ରଚିତ? 10 ନମ୍ବର ପ୍ରଶ୍ନ ଉତ୍ତର କଣ ହବ? ବିଦଗ୍ଧ ଚିନ୍ତାମଣି। ରାଧା କୃଷ୍ଣଙ୍କ ବୃନ୍ଦାବନ ଲୀଳାକୁ କେନ୍ଦ୍ର କରି ବିଦଗ୍ଧ ଚିନ୍ତାମଣି କାବ୍ୟଟି ରଚନା କରାଯାଇଛି। ବିଦଗ୍ଧ ଚିନ୍ତାମଣିର ଛାନ୍ଦ ସଂଖ୍ୟା କେତେ? 96 ହେଉଛି ବିଦଗ୍ଧ ଚିନ୍ତାମଣି ର ଛାନ୍ଦ ସଂଖ୍ୟା। ପରବର୍ତ୍ତୀ ପ୍ରଶ୍ନ 12 ନମ୍ବର ପ୍ରଶ୍ନ ବିଦଗ୍ଧ ଚିନ୍ତାମଣିର କେଉଁ ଛାନ୍ଦରେ ଅଳଙ୍କାର ବର୍ଣ୍ଣନାର ପ୍ରାବଲ୍ୟ ଦେଖିବାକୁ ମିଳେ? ବିଦଗ୍ଧ ଚିନ୍ତାମଣିର କେଉଁ ଛାନ୍ଦରେ ଅଳଙ୍କାର ବର୍ଣ୍ଣନାର ପ୍ରାବଲ୍ୟ ଦେଖିବାକୁ ମିଳେ? 12 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ଏ ହବ ଏହାର ଉତ୍ତର। ତାହେଲେ 34 ଓ 35 ଛାନ୍ଦରେ ଆମକୁ ଦେଖିବାକୁ କଣ ମିଳିପାରେ? ଯେ ଅଳଙ୍କାର ବର୍ଣ୍ଣନା। କୋଉ କାବ୍ୟର? ବିଦଗ୍ଧ ଚିନ୍ତାମଣି କାବ୍ୟ। ପରବର୍ତ୍ତୀ ପ୍ରଶ୍ନ ବିଦଗ୍ଧ ଚିନ୍ତାମଣି କାବ୍ୟରେ ଶ୍ରୀ ରାଧାଙ୍କ ପ୍ରିୟ ସଖୀ କିଏ? ଲଳିତା ନୁହନ୍ତି। ଲଳିତା କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ସଖୀ। ରାଧାଙ୍କ ସଖୀ ହେଉଛନ୍ତି ସେଠି ଲଳିତା। ରାଧା କୃଷ୍ଣ ଏବଂ ଲଳିତା ତିନୋଟି ଚରିତ୍ର ହଉଛି କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର। ତେଣୁ 13 ନମ୍ବର ପ୍ରଶ୍ନର ଉତ୍ତରକୁ ଆମେ ଯିବା।
ବିଦଗ୍ଧ ଚିନ୍ତାମଣି କାବ୍ୟରେ ଶ୍ରୀରାଧାଙ୍କ ପ୍ରିୟ ସଖୀ କିଏ? ବିଶାଖା ହେଉଛନ୍ତି ଶ୍ରୀରାଧାଙ୍କର ପ୍ରିୟ ସଖୀ। ମନେ ରହିଲା। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀଚରଣେ ଦେହ ପ୍ରାଣ ବିକି ଅଛି ମୁହିତ, ତାଙ୍କ ଅନୁଗ୍ରହ ସିନା ମକପାଳ ଲିଖିତ। ଏହି ପଦଟି ବିଦଗ୍ଧ ଚିନ୍ତାମଣିର କେଉଁ ଛନ୍ଦରେ ବର୍ଣ୍ଣିତ? 14 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? 75 ଛନ୍ଦରେ। କୋଉ ଛନ୍ଦ? 75। ପରବର୍ତ୍ତୀ ପ୍ରଶ୍ନ, ଗୀତ ଗୋବିନ୍ଦର ଅନୁବାଦ ହେଉଛି ରସ ବାରିଧି। ଗୀତ ଗୋବିନ୍ଦର ଅନୁବାଦ ହେଉଛି ରସ ବାରିଧି। ପରବର୍ତ୍ତୀ ପ୍ରଶ୍ନ, ଅନଳ ନୁହଇ ଦେହ ଦହଇ, ଅସ୍ତ୍ର ନୁହଇ ମରମେ ଭେଦଇ, ନୁହଇ ତ ଜଳ ବୁଡାଏ କୂଳ, ନୁହଇ ମାଦକ କରେ ବିହଳ। ଏହି ପଂକ୍ତିରେ କେଉଁ ଅଳଙ୍କାରର ପ୍ରୟୋଗ ଦେଖିବାକୁ ମିଳେ? 16 ନମ୍ବର ପ୍ରଶ୍ନ, ଏହି ପଂକ୍ତିରେ କେଉଁ ଅଳଙ୍କାରର ପ୍ରୟୋଗ ଦେଖିବାକୁ ମିଳେ? ବିଭାବନା ଅଳଙ୍କାର। କୋଉ ଅଳଙ୍କାର? ବିଭାବନା ଅଳଙ୍କାର। ପରବର୍ତ୍ତୀ ପ୍ରଶ୍ନ, 17 ନମ୍ବର ପ୍ରଶ୍ନ, କହ ପିରତି କି ଜାତ ପଦାର୍ଥ, କାହୁଁ ଏ ଅଇଲା, କେଉଁ ଦୈବ ଏହା ଭିଆଇଲା। ଏହି ପଦଟି ବିଦଗ୍ଧ ଚିନ୍ତାମଣିର କେଉଁ ଛନ୍ଦରେ ବର୍ଣ୍ଣିତ? ଏହି ପଦଟି ବିଦଗ୍ଧ ଚିନ୍ତାମଣିର କେଉଁ ଛନ୍ଦରେ ବର୍ଣ୍ଣିତ? ଦ୍ୱିତୀୟ ଛନ୍ଦ। ପରବର୍ତ୍ତୀ ପ୍ରଶ୍ନ, ବିଦଗ୍ଧ ଚିନ୍ତାମଣିର କେଉଁ ଛନ୍ଦରେ ସମଗ୍ର କାବ୍ୟଟିର ମୁଖବନ୍ଧ କଥା ନିର୍ଯାସ ରହିଛି? ହେଲେ ସମଗ୍ର କାବ୍ୟର ମୁଖବନ୍ଧର ନିର୍ଯାସ କଥା ବର୍ଣ୍ଣନା ରହିଛି କାବ୍ୟଟିର କୋଉ ଛନ୍ଦରେ? 18 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ପ୍ରଥମ ଛନ୍ଦରେ। ପରବର୍ତ୍ତୀ ପ୍ରଶ୍ନ, ଆଗକୁ ଯିବା। କ ସ୍ତମ୍ଭ ଆସିଗଲା। ଶ୍ରୀକୃଷ୍ଣଙ୍କ ଜନ୍ମ କଣ ହବ? ଶ୍ରୀକୃଷ୍ଣଙ୍କ ଜନ୍ମ ଦ୍ୱିତୀୟ ଛନ୍ଦ। ଶ୍ରୀକୃଷ୍ଣଙ୍କ ଜନ୍ମ ଦ୍ୱିତୀୟ ଛନ୍ଦ। ତାହେଲେ ଏକର ତ୍ରିପୁଲାଇ, ତାହେଲେ ଏ ହବ ୟାର ଉତ୍ତର। ଏ ହବ ୟାର ଉତ୍ତର। 2ର ଆଇ, ଶ୍ରୀକୃଷ୍ଣ ବନ ପ୍ରବେଶ 66 ଛାନ୍ଦ। 3ର ଆଇବି, କୃଷ୍ଣ ରାଧା ନାମ ସ୍ମରଣ 42 ଛାନ୍ଦ। ଚନ୍ଦ୍ରାବଳୀ ସହ ଶ୍ରୀକୃଷ୍ଣ ମିଳନ 19 ଛାନ୍ଦ। ବୁଝିପାରିଲେ? ଆଗକୁ ଯିବା। ବିଦଗ୍ଧ ଚିନ୍ତାମଣି କାବ୍ୟର ପଞ୍ଚମ ଛାନ୍ଦଟି କେଉଁ ଅକ୍ଷର ନିୟମରେ ରଚିତ? 20 ନମ୍ବର ପ୍ରଶ୍ନ, ବିଦଗ୍ଧ ଚିନ୍ତାମଣି କାବ୍ୟର ପଞ୍ଚମ ଛାନ୍ଦଟି, କେତେ ଛାନ୍ଦ? ପଞ୍ଚମ ଛାନ୍ଦଟି କେଉଁ ଅକ୍ଷର ନିୟମରେ ରଚିତ? ଅ ହବ ୟାର ଉତ୍ତର। ତାହେଲେ ବିଦଗ୍ଧ ଚିନ୍ତାମଣି କାବ୍ୟର ପଞ୍ଚମ ଛାନ୍ଦଟି ଅ ଅକ୍ଷର ନିୟମରେ ରଚିତ। ପରବର୍ତ୍ତୀ ପ୍ରଶ୍ନ, ବିଦଗ୍ଧ ଚିନ୍ତାମଣି କାବ୍ୟ କେଉଁ ଛାନ୍ଦଟି ଅକ୍ଷର ନିୟମରେ ରଚିତ ନୁହେଁ? ତାହେଲେ ଆମର 21 ନମ୍ବର ପ୍ରଶ୍ନ କଣ ପଚାରିଛି? କୋଉ ଛାନ୍ଦଟି ଅକ୍ଷର ନିୟମରେ ରଚନା କରାଯାଇ ନାହିଁ ବା ରଚିତ ନୁହେଁ? ଉତ୍ତର କଣ ହବ? 21 ନମ୍ବରର ଚତୁର୍ଥ ଛନ୍ଦ। ଛନ୍ଦ ଚତୁର୍ଥ ଛନ୍ଦ। ଆଗକୁ ଯିବା। 22 ନମ୍ବର ପ୍ରଶ୍ନ, ବଡ଼ କଠିନ ସେ ପ୍ରୀତି ପାଳିବା, ତୀକ୍ଷଣ ଅସିଧାରେ ପଥ ଚାଲିବା, ଶୂନ୍ୟ ଆରୋହଣ ଠାରୁ କଠିନ, ପବନ ଫାନ୍ଦେ ଧରିବା ଲକ୍ଷଣ, ପ୍ରୀତି ରକ୍ଷା ଠାରେ ଯଥା ପାରଦ ରଖିବା ମୁଠାରେ। ଏହା କେଉଁ ଛନ୍ଦରୁ ଗୃହୀତ? 22 ନମ୍ବର ପ୍ରଶ୍ନର
उत्तर कौन है 39 छात्र 3 रे 9 39 छात्र। परवर्ती प्रश्न निशाचर मातिबार शुभुची श्रुति की मु डंकुणी छाड़देली बनकु काहींकी एही पद केउ काव्यरु गृहीत 20 नंबर प्रश्नर उत्तर कौन है विदग्ध चिंतामणि निशाचर मातिबार शुभुची श्रुति की मु डंकुणी छाड़देली बनकु काहींकी एही पद केउ काव्यरु गृहीत विदग्ध चिंता। परवर्ती प्रश्न अप्राकृत प्रेम मूर्ति जय राधा हरि अव्यक्त लीला को व्यक्त कर अवतरे यह केउ छंदरे लिखित 24 नंबर प्रश्नर उत्तर कौन हम यह प्रथम छंदरे लिखित अप्राकृत प्रेम मूर्ति जय राधा हरि अव्यक्त लीला को व्यक्त कर अवतरे प्रथम छंद। परवर्ती प्रश्न आगो को जीवा रसिक ग्राहक बिना जगते कवि श्रम के जानिब जुगते कटी कटी आयु घेनी प्रशस्ते गोटिए ग्राहक थिब कि सुस्ते यहाँ केउ कवितार पंक्ति रसिक ग्राहक बिना जगते कवि श्रम के जानिब जुगते कटी कटी आयु घेनी प्रशस्ते गोटिए ग्राहक थिब कि सुस्ते यहाँ केउ काव्यर पंक्ति 25 नंबर प्रश्नर उत्तर कौन हम विदग्ध चिंतामणि। परवर्ती प्रश्न कालानुक्रम पद्धति रे सजाओ कालानुक्रम पद्धति रे सजाओ 26 नंबर प्रश्नर उत्तर ठीक उत्तर देवे एटा रसकल्लोळ तापरे लावण्यवती तापरे विदग्ध चिंतामणि तापरे आसीबो चतुर विनोद। परवर्ती प्रश्न कालानुक्रम पद्धति रे सजाओ कालानुक्रम पद्धति रे सजाओ 27 नंबर प्रश्न कौन हम यार उत्तर डी हम यार उत्तर भक्त चरण दास उपेन्द्र भंज सदानंद कविसूर्य ब्रह्मा ब्रजनाथ अभिमन्यु बड़देव 27 नंबर प्रश्न। परवर्ती प्रश्न 28 नंबर क स्तंभ ख स्तंभ ताले 28 नंबर प्रश्नर उत्तर कौन ब्रजनाथ बड़जना कौन रचना करचंती प्रेम तरंगिणी सॉरी सॉरी देखिबा आगो प्रेम कड़ा अभिमन्यु सामंत सिंह प्रेम कड़ा अभिमन्यु सामंत सिंह ताले वन टिपुलाई तापरे आसिला प्रेम तरंगिणी सदानंद कविसूर्य ब्रह्मा 2 रो आई एटा हबो यार उत्तर कौन हबो उत्तर ए हबो यार उत्तर 3 केड़ी कड़ा निधि ब्रजनाथ बड़जना रामचंद्र पटनायक हारावती 4 रो 2 आई ताले ए हबो यार उत्तर। परवर्ती प्रश्न ओडिशा साहित्य एकाडेमी पुरस्कार प्राप्त विदग्ध कवि अभिमन्यु पुस्तकर रचयिता किए विदग्ध कवि अभिमन्यु पुस्तकर रचयिता किए जहाँकि ए विदग्ध कवि अभिमन्यु पुस्तकटी ओडिशा साहित्य एकाडेमी पुरस्कार पाइछि। हेले 29 नंबर प्रश्नर उत्तर कौन हेबो कान्हूचरण मिश्रंकर कान्हूचरण मिश्रंकर विदग्ध कवि अभिमन्यु पुस्तक
ପରବର୍ତ୍ତୀ ପ୍ରଶ୍ନ ଏବଂ ଆଜିର ଶେଷ ପ୍ରଶ୍ନ ମଧ୍ୟ। କାନ୍ତ ଗତି ଅଛି ନ ନାହିଁ ତ କାନ୍ତ ଗତି ଇଚ୍ଛଇ ମୂରତି ନ ଇଚ୍ଛଇ ମୁଁ ରତି। ଅତି ଧ୍ୟାନରେ ବନ୍ଧୁ ନାହିଁ ଧ୍ୟାନରେ ଭାସେ ଅନାଥରେ ମୁଁ ନ ଭାସେ ଅନାଥରେ। ବିଦଗ୍ଧ ଚିନ୍ତାମଣି କାବ୍ୟର ଏହି ପଦଟିରେ କେଉଁ ଅଳଙ୍କାର ପ୍ରୟୋଗ ରହିଛି? କେଉଁ ଅଳଙ୍କାରର ପ୍ରୟୋଗ ରହିଛି? ତାହେଲେ 30 ନମ୍ବର ପ୍ରଶ୍ନର ଉତ୍ତର କଣ ହେବ? ବିରୋଧାଭାସ। ଇଏ ଥିଲା ଆଜିର 30 ଗୋଟି ପ୍ରଶ୍ନ ଉତ୍ତର। ଭିଡିଓ ଭଲ ଲାଗୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ ଏବଂ ଭିଡିଓକୁ ଗୋଟିଏ ଗୋଟିଏ ଲାଇକ୍ କରନ୍ତୁ। ଆପଣମାନଙ୍କର ଗୋଟିଏ ଗୋଟିଏ ଲାଇକ୍ ମୋତେ ଉତ୍ସାହ ଓ ପ୍ରେରଣା ଯୋଗେଇବ। ଧନ୍ୟବାଦ। ଆପଣମାନଙ୍କ ପାଇଁ ତଳେ ପୁଣି ରହିଛି ଉତ୍ତର, ଦେଖିଦେବେ। ଏ ଥିଲା ଆପଣମାନଙ୍କ ପାଇଁ ଉତ୍ତର। ଧନ୍ୟବାଦ।